Welcome to Odisha News 27. ରାୟଗଡ଼ା ସହରରେ ଫ୍ଲାଏଓଭର ବ୍ରିଜ୍ ତଳେ ବିପଦପୂର୍ଣ୍ଣ ଜାଗାରେ ବିକ୍ରି କରୁଛନ୍ତି ପରିବା ବେପାରୀ। ଜୀବନକୁ ବାଜି ଲଗାଇ ବାଧ୍ୟ ହୋଇ ପରିବା ବିକ୍ରି କରୁଛନ୍ତି। ରାୟଗଡ଼ା ପୌର ପରିଷଦରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସହରବାସୀଙ୍କୁ ପରିବା ଯୋଗାଇବାକୁ ପରିବା ବ୍ୟବସାୟୀମାନେ ଯଥେଷ୍ଟ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ପରିତାପର ବିଷୟ ଏହା କି ଯେ ଏହି ପରିବା ବ୍ୟବସାୟୀମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପରିବା ବଜାର ନିର୍ମାଣ କରାଯାଉ ନାହିଁ। ଏମାନେ ଅସୁରକ୍ଷିତ ଭାବେ ମରାମତି ଆବଶ୍ୟକ କରୁଥିବା ଓଭରବ୍ରିଜ୍ ତଳେ ରାସ୍ତା କଡ଼ରେ ବସି ପରିବା ବିକ୍ରି କରୁଛନ୍ତି। ଗ୍ରାହକମାନେ ଉକ୍ତ ସ୍ଥାନକୁ ପରିବା କିଣିବାକୁ ଯାଉଥିବା ବେଳେ 2 ଓ 4 ଚକିଆ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ମଝିରେ ସକାଳ ସକାଳ ଗାଡ଼ି ରଖୁଥିବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି। ରାୟଗଡ଼ାରେ ଦୈନିକ ପରିବା ବଜାରରେ 80ରୁ ଉର୍ଦ୍ଧ୍ୱ ଉଠା ପରିବା ବ୍ୟବସାୟୀମାନେ ପରିବା ବିକ୍ରି କରୁଥିବା ବେଳେ ଏଠାକୁ ବହୁ ସଂଖ୍ୟାରେ ଗ୍ରାହକ ଆସିଥାନ୍ତି। ସକାଳ 6ଟାରୁ ମଧ୍ୟାହ୍ନ ଏବଂ ଅପରାହ୍ନରୁ ସନ୍ଧ୍ୟା ଯାଏଁ ରାସ୍ତା କଡ଼ରେ ଏହି ପରିବା ବ୍ୟବସାୟୀମାନେ ପରିବା ବିକୁଛନ୍ତି। ଏଠାରେ ରାୟଗଡ଼ା ସହର ଉପକଣ୍ଠ ଅନେକ ଗ୍ରାମର ଆଦିବାସୀ ମହିଳାମାନେ ମଧ୍ୟ ପନିପରିବା ବିକ୍ରି କରିବାକୁ ଆସୁଥିବା ବେଳେ ଏମାନଙ୍କ ପାଇଁ କୌଣସି ପାନୀୟ ଜଳ ସୁବିଧା କିମ୍ବା ଗୋଷ୍ଠୀ ଶୌଚାଳୟର ବ୍ୟବସ୍ଥା ନଥିବା ଅସୁବିଧା ଭୋଗୁଛନ୍ତି ପରିବା ବିକାଳି। କିଛି ପରିବା ବ୍ୟବସାୟୀ ଓଭରବ୍ରିଜ୍ର ସ୍ଥାନ ମଧ୍ୟରେ ନିର୍ମାଣ ହୋଇଥିବା ପିଣ୍ଡିରେ ପରିବା ବିକୁଥିବା ବେଳେ ଅଧିକାଂଶ ରାସ୍ତା କଡ଼ରେ ପରିବା ବିକୁଛନ୍ତି। ଏପରିକି ସେଠାରେ ମାଛ ବ୍ୟବସାୟୀମାନେ ମଧ୍ୟ ମାଛ ବିକ୍ରି କରିଥାନ୍ତି। କିନ୍ତୁ ପୌର ପ୍ରଶାସନ ପକ୍ଷରୁ ଏହି ପରିବା ବ୍ୟବସାୟୀମାନଙ୍କ ଠାରୁ କେବଳ ଟ୍ୟାକ୍ସ ସଂଗ୍ରହ ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉନଥିବା କିଛି ବ୍ୟବସାୟୀ କହିବା ଶୁଣିବାକୁ ମିଳିଛି। ତେବେ ଏନେଇ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ସହରର କସ୍ତୁରୀ ନଗରଠାରେ ଥିବା ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସରେ ପରିବା ବଜାର ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଠାକୁ କେହି ପରିବା ବ୍ୟବସାୟୀ ଯାଉନଥିବା ସୂଚନା ଦେଇଛନ୍ତି। ଅନ୍ୟ ବିକଳ୍ପ ବ୍ୟବସ୍ଥାକୁ ଯଦି ବିଚାରକୁ ନିଆଯାଏ ତାହେଲେ ପରିବା ଚାଷୀମାନଙ୍କୁ ତୁମ୍ବିଗୁଜା ସ୍ଥିତ ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ୟାର୍ଡ ପରିସରରେ ଖାଲି ପଡ଼ିଥିବା ସ୍ଥାନରେ ଯଦି ବଜାରୀକରଣ ପାଇଁ ବ୍ୟବସ୍ଥା କରାଯାଏ ତାହା ଏକ ବଡ଼ ପରିବା ବଜାରରେ ପରିଣତ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ବେପାରୀମାନେ କହିଛନ୍ତି। ରାୟଗଡ଼ା ଜିଲ୍ଲାରୁ କେ କୃଷ୍ଣମୂର୍ତ୍ତି ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 27।